ସେମିତି କହିବାକୁ ଗଲେ ଆମ ସାଙ୍ଗରେ ବହୁତ ଲୋକ ଅଛନ୍ତି। ବନ୍ଧୁବାନ୍ଧବ, ସାଙ୍ଗ, ପରିବାର ସବୁକିଛି। କିନ୍ତୁ ପ୍ରକୃତରେ ଆମ ସାଙ୍ଗରେ କିଏ ଅଛନ୍ତି ସେଇଟା ଜାଣିବା ପାଇଁ ହେଲେ ଆମକୁ ବହୁତ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବହୁତ ପରୀକ୍ଷା ଦେବାକୁ ପଡ଼ିଥାଏ, ବହୁତ ପରୀକ୍ଷା ନେବାକୁ ପଡ଼ିଥାଏ। କିଛି ଲୋକ ଥାଆନ୍ତି ଆପଣଙ୍କ ଆଗରେ, ଆପଣଙ୍କୁ ସାମ୍ନାରେ ରଖିକି ସମସ୍ତଙ୍କ ସାମ୍ନାରେ ଆପଣଙ୍କୁ ଅଲଗା ବ୍ୟବହାର କରିବେ, ମାନେ ବହୁତ ବଢ଼ିଆ ବ୍ୟବହାର କରିବେ, ଯେମିତି ଆପଣ ରାଣୀ ଭଳି ଆପଣଙ୍କୁ ଟ୍ରିଟମେଣ୍ଟ ଦେବେ। ଆଉ ସେଇ ଲୋକ ଏକୁଟିଆ ବେଳେ ଆପଣଙ୍କୁ ଚାକରାଣୀଠୁ ବି ହୀନ ପରିସ୍ଥିତିରେ ଛାଡ଼ି ଦେଇ ଯାଆନ୍ତି। ବୁଝିପାରିଲେ ନା ମୁଁ କ'ଣ କହିବାକୁ ଚାହୁଁଛି? ଆଜିକାଲି କେହି ବି କାହାର ନୁହନ୍ତି। ଯଦି ଆପଣମାନେ ମିଛ ମୋହ ମାୟାରେ ଅଛନ୍ତି, କେହି ବି କାହାର ନୁହନ୍ତି। କେବଳ ନିଜ ପରିବାର, ନିଜ ପିଲାଙ୍କ ପାଇଁ ବଞ୍ଚନ୍ତୁ, ନିଜ ପିଲାଙ୍କ ପାଇଁ ବଞ୍ଚନ୍ତୁ, ସ୍ପେଶାଲି ନିଜ ପିଲାଙ୍କ ପାଇଁ। କାହିଁକିନା ଆପଣଙ୍କ ପରେ ସେଇମାନେ ହିଁ ଅନାଥ ହେଇଯିବେ। କୁହନ୍ତି ନା, ବାପା ମା ହେଇପାରିବେନି। ଜଣେ ମା ସବୁବେଳେ ବାପା ବି ହେଇପାରିବେ, ମା ବି ହେଇପାରିବେ, ଏକୁଟିଆ ଗୋଟେ ପିଲାକୁ ପାଳିପାରିବେ। କିନ୍ତୁ ଜଣେ ବାପା କେବେ ବି ମା ହେଇପାରିବେନି। କାହିଁକିନା ତାଙ୍କ ଭିତରେ ସେତିକି ସ୍ନେହ ମମତା ଭଗବାନ ଭରି ନାହାନ୍ତି। ସେଇଥିପାଇଁ ଭଗବାନ ପୁରୁଷକୁ ଅଲଗା, ନାରୀକୁ ଅଲଗା କରିକି ଗଢ଼ିଛନ୍ତି। ନାରୀ ଭିତରେ ବହୁତ ଭଲ ପାଇବା, ସ୍ନେହ, ସମସ୍ତଙ୍କ ପ୍ରତି ସମ୍ମାନ ସବୁକିଛି ଭରିକି ଦେଇଥାନ୍ତି। ହେଲେ ପୁରୁଷ ଭିତରେ ଏତେ ସବୁ ନଥାନ୍ତି, ଏତେ ସବୁ ଜିନିଷ ଭରିକି ଦେଇନଥାନ୍ତି। ସେମାନେ ବହୁତ ସହିବା ଶକ୍ତି ଜାଣିଥାନ୍ତି। ହଁ, ଏଇଟା ଠିକ୍ କଥା। କିନ୍ତୁ ଗୋଟେ ମାଆର ମମତା ସେ କେବେ ବି ହେଲେ ଛୁଆକୁ ଦେଇପାରିବେନି। ଛାଡ଼ନ୍ତୁ, କ'ଣ କରିବା? ମିଛ ମାୟା ମୋହର ସଂସାର। ଆମକୁ ଚାଲି ଆସିଛୁ, ଆଗକୁ ଚାଲିବାକୁ ବି ପଡ଼ିବ ସେଇ ମିଛ ଲୋକଙ୍କ ସହିତ ଆଗକୁ। ହଁ, ଆପଣ ଠିକ୍ ବୁଝିଲେ। ପରିବାରରେ ଯଦି ଘରର ଗୁରୁଜନ ଠିକ୍ ନଥିବେ, ଆପଣ ସାନମାନେ ଯେତେ ଚେଷ୍ଟା କଲେ ବି କେବେ ବି ପରିବାରକୁ ସଜାଡ଼ିକି ରଖିପାରିବେ ନାହିଁ। କିଛି ଘର ଦେଖିବେ ଆପଣ, ଯେଉଁ ଘରେ କି ଶାଶୁମାନେ କ'ଣ କରନ୍ତି, ଦୁଇ ପୁଅ ଭିତରେ ଅନ୍ତର ପାନ୍ତର କରନ୍ତି। ଯେମିତିକି ବଡ଼ ବୋହୂ ଆସିଲା ବେଳକୁ ସେମାନେ ଯେତିକି କଟକଣା ସବୁ କରିଥିବେ, ସାନ ବୋହୂ ଆସିଲା ବେଳକୁ ସେତିକି କଟକଣା ତାଙ୍କର କୁଆଡ଼େ ପଳେଇଯାଏ। ବହୁତ କିଛି ଥାଏ, ବହୁତ କିଛି। ସେ ସମ୍ପର୍କଟାକୁ, ସେଇ ଦୁଇ ଯା ଭିତରେ ସମ୍ପର୍କଟାକୁ ଶାଶୁମାନେ ହିଁ ଖରାପ କରିଦିଅନ୍ତି ଦୁଇ ବୋହୂଙ୍କ ଭିତରେ। ସେମାନେ ଭାବିବା ଦରକାର ଯେ ଆମ ପରେ ଏଇ ବୋହୂ ଦୁଇ ଜଣ ଥାଆନ୍ତୁ କି 3 ଜଣ, ଏଇ ବୋହୂମାନେ ହିଁ ଆମର ଭବିଷ୍ୟତ ଗଢ଼ିବେ। କିନ୍ତୁ ସେମାନେ ଥିବା ଅବସ୍ଥାରେ 2 ଜଣ ବୋହୂଙ୍କ ଭିତରେ ଭେଦଭାବ କରିକି ସମ୍ପର୍କରେ ଏତେ ତିକ୍ତତା ଆଣିଦିଅନ୍ତି ଯେ ସେମାନେ ଗଲା ପରେ ଆଉ ସେ ଘର